Thoughts and Meditations, January 22, 1916. Thou hast taken entire possession of this miserable instrument, and if it is not yet perfected enough for thee to complete its transformation, its transmutation, thou art at work in each one of its cells to knead it and make it supple and enlighten it, and in the whole being to arrange, to organize and harmonize it. Everything is in movement, everything is changing. Thy divine action makes itself felt as an ineffable spring of purifying fire that circulates through all the atoms, and this flowing spring has brought into the being an ecstasy more marvelous than any it had ever felt before. Thus, to thy action there answers the aspiration of that on which thou workest, and the aspiration is all the more ardent because the instrument has seen itself as it really is in all its infirmity. O Lord, I implore thee, hasten the blessed day when the divine miracle will be accomplished. Hasten the day of the realization of the divine upon earth. ଧ୍ୟାନ ପ୍ରାର୍ଥନା ଜାନୁଆରୀ 22, 1916। ଏହି ତୁଚ୍ଛ ଯନ୍ତ୍ରଟିକୁ ତୁ ସମ୍ପୂର୍ଣ୍ଣ ଅଧିକାର କରି ନେଇଛୁ। ବର୍ତ୍ତମାନ ସେ ଯଥେଷ୍ଟ ନିର୍ଦ୍ଦୋଷ ହୋଇ ଗଢ଼ି ଉଠି ନାହିଁ। ତାହାର ରୂପାନ୍ତର, ତାହାର ଶତାନ୍ତର ସାଧନ ତୁ ଶେଷ କରିପାରି ନାହୁଁ। ତଥାପି ତୁ ଆଧାରର ପ୍ରତି କୋଶରେ କାର୍ଯ୍ୟ ଆରମ୍ଭ କରିଦେଇଛୁ। ତାହାକୁ ଦଳି ପେଶି ନରମ ତଥା ଉଜ୍ଜ୍ୱଳ କରୁଛୁ। ସମସ୍ତ ଆଧାର ମଧ୍ୟରେ ପ୍ରତ୍ୟେକର ସ୍ଥାନ ନିର୍ଦ୍ଦେଶ କରି ସକଳଙ୍କୁ ଶୃଙ୍ଖଳିତ ଓ ସମ୍ମିଳିତ କରି ଚାଲିଛୁ। ସବୁକିଛି ଗତିଶୀଳ ହୋଇ ଉଠିଛି, ସବୁକିଛି ପରିବର୍ତ୍ତିତ ହୋଇ ଚାଲିଛି। ତୋର ଦିବ୍ୟ କ୍ରିୟା ଏକ ଅବର୍ଣ୍ଣନୀୟ ଅଗ୍ନିର ପ୍ରସ୍ରବଣ ତୁଲ୍ୟ ଅନୁଭୂତ ହେଉଛି। ତାହା ସବୁକିଛିକୁ ପରିଶୁଦ୍ଧ କରୁଛି। ଯାବତୀୟ ପରମାଣୁ ମଧ୍ୟରେ ପ୍ରବାହିତ ହେଉଛି। ଏହି ପ୍ରସ୍ରବଣ ଆଧାର ମଧ୍ୟରେ ଏକ ତୀବ୍ର ଆନନ୍ଦ ଆଣିଦେଇଛି। ପୂର୍ବେ ଅନୁଭୂତ ସକଳ ଆନନ୍ଦ ଅପେକ୍ଷା ଅଧିକ ଅପରୂପ ଏହି ଆନନ୍ଦ। ଏହି ଯେଉଁ ବସ୍ତୁଟି ଧରି ତୁ କାର୍ଯ୍ୟ କରିଚାଲିଛୁ, ତାହାର ଅଭିପ୍ସା ପ୍ରତି ତୋ କାର୍ଯ୍ୟ ଏପରି ଭାବେ ଉତ୍ତର ଦେଉଛି। ଆଉ ଯନ୍ତ୍ରଟି ଯେତେ ବେଶୀ ନିଜର ଅକ୍ଷମତା ଦେଖିବାକୁ ପାଏ, ତାହାର ଆସ୍ପୃହା ସେତେ ବେଶୀ ତୀବ୍ର ହୋଇଉଠେ। ହେ ଭଗବାନ, ତୋତେ ପ୍ରାର୍ଥନା କରୁଛି, ସେହି ପୁଣ୍ୟ ଦିବସକୁ ଶୀଘ୍ର ଆଣିଦେ, ଯେଉଁଦିନ ତୋର ଦିବ୍ୟ ଅବଦାନ ସଂଗଠିତ ହେବ। ଶୀଘ୍ର ସେଦିନ ନେଇଆ, ଯେଉଁଦିନ ପୃଥିବୀ ଉପରେ ଭଗବାନ ଅଧିଷ୍ଠିତ ହେବେ। ମା